ଆଜ୍ଞା ମୋ ନାଁ ହେଉଛି ମାନସ ରଞ୍ଜନ ମହାପାତ୍ର, ଗ୍ରାମ ହେଉଛି ବାଘରା, ଆଉ ପୋଷ୍ଟ ହେଉଛି ବିରୁଡ଼ା। ଏଇଟା ହେଉଛି 15 ଖଣ୍ଡ ଗାଁକୁ ଇଏ ସଂଯୋଗ କରୁଛି ମୁଖ୍ୟ ରାସ୍ତା। ଏଇ ରାସ୍ତାରେ ଆମର ବାଘରା, ଖଇରପଟି, ବରକୋଳିପାଟଣା, ମର୍ଦରାଜପୁର, ବିରୁଡ଼ା, ପାଣ୍ଡେରୀପାଟଣା, ସାମହନପୁର, ନୂଆଗାଁ ଆଉ କେତେଟା ପଞ୍ଚାୟତ ଏଠି ଆମର 5ଟା ପଞ୍ଚାୟତକୁ ସଂଯୋଗ କରୁଛି, କିନ୍ତୁ ଆ ଭିତରେ 3ଟା 4ଟା ପଞ୍ଚାୟତ ରହିଛି। 3ଟା 4ଟା ପଞ୍ଚାୟତ ରହିଛି। ଏଇ ରାସ୍ତାର ତ ଅବସ୍ଥା କହିଲେ ନ ସରେ, ଆପଣ ଦେଖୁଛନ୍ତି କେଉଁ ଭଳିଆ ରାସ୍ତା ହେଇଛି। ଦୁରାବସ୍ଥା କ'ଣ କହିବେ ୟା ବିଷୟରେ? ଦୀର୍ଘ 7-8 ବର୍ଷ ହେଲା ଏ ରାସ୍ତାର ମରାମତି କରାଯାଉ ନାହିଁ। ମାଟି ସୁଗୁଡ଼ାଟେ ବି ପଡ଼ୁନି। 2-3 ଥର ଆସିଲେ ମଝିରେ ଖାଲି ଝାଡ଼ୁ ଫାଡ଼ୁ କରିଦେଇକି ସଫାସଫି କରିଦେଇକି ପଳେଇଲେ, କିନ୍ତୁ ଏ ରାସ୍ତାରେ ଗତ ସରକାର ଯାହା ଥିଲେ କିଛି କରୁଥିଲେ। ତାପରଠୁ ଏବେ 5 ବର୍ଷ ହେଲା, ଦୀର୍ଘ 5 ବର୍ଷ ହେଲା ଏ ରାସ୍ତାର କୌଣସି କାର୍ଯ୍ୟ ହେଇପାରୁନି, ଯାହାଫଳରେ ଏଇ ଦୁରାବସ୍ଥା ହେଇକି ପଡ଼ିଛି। ଏଇ ରାସ୍ତାରେ ମୁଖ୍ୟ ରାସ୍ତା ହେଇଥିବା ଯୋଗୁଁ ବସ୍, ଟ୍ରକ୍ ମାନେ ଯାବତୀୟ ପ୍ରତ୍ୟେକ ଜିନିଷ ଗାଡ଼ି ଏପଟେ ଯିବା ଆସିବା କରୁଛି। କୌଣସି ଲୋକକୁ ଯଦି ମେଡ଼ିକାଲ ନୟାଗଡ଼ ଆମେ ନେବାକୁ ଯାଉଛୁ, ଏ ରାସ୍ତାରେ ପହଞ୍ଚିଲା ବେଳକୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି। ସାଧାରଣତଃ ବାଇକ୍ରେ ଗଲାବେଳକୁ ଲୋକ ପଡ଼ି ଉଠିକି ଆ ଭିତରେ ଖଣ୍ଡିଆ ଖାବରା ହେଇକି ଯାଉଛନ୍ତି, କିନ୍ତୁ ସରକାର ଆଉ ପ୍ରଶାସନ ଏମାନଙ୍କର କାହାର ଦୃଷ୍ଟିଗୋଚର ହେଉନି ଯେ ଏ ରାସ୍ତାଟାକୁ କେମିତି ଇଏ କରାଯିବ। ଏଠି ନିକଟରେ ଠାକୁର ଧବଳେଶ୍ୱର ଅଛନ୍ତି। ଧବଳେଶ୍ୱରଙ୍କ ପୀଠକୁ ଏଇ ରାସ୍ତା ଦେଇକି ଶହ ଶହ ହଜାର ହଜାର ଲୋକ ଯିବା ଆସିବା କରନ୍ତି, ଯାତ୍ରୀ ସମସ୍ତେ ଏଇ ରାସ୍ତାରେ ଯାଉଛନ୍ତି, କିନ୍ତୁ ସରକାର ପ୍ରଶାସନର କିଛି ଦୃଷ୍ଟି ପଡ଼ୁନି ଏ ରାସ୍ତା ଉପରେ। ସରକାର 10 ମାସ ହେଲା ବଦଳିଛନ୍ତି। 10 ମାସ ହେଲା ସରକାର ବଦଳିଲେଣି। ସରକାର ବି ଆସୁଛନ୍ତି କ୍ୟାମ୍ପିଂ କରିବା ପାଇଁ ନା, କିନ୍ତୁ ପ୍ରଶାସନ ବି ଆସୁଛି ନା, କିନ୍ତୁ କାହା ଦୃଷ୍ଟି ପଡ଼ୁନି ଯେ ରାସ୍ତାଟା ଏମିତି ଜରାଜୀର୍ଣ୍ଣ ଅବସ୍ଥା ହେଇସାରିଲାଣି, କିନ୍ତୁ ଏ ରାସ୍ତାର ମରାମତି କରାଯାଉ ବୋଲି। ଆଜ୍ଞା ଆମର ହେଉଛି ଏଇଟା ହେଉଛି ଇଟାମାଟିରୁ ବିରୁଡ଼ା ପର୍ଯ୍ୟନ୍ତ ଏ ରାସ୍ତା ଯାଇଛି। ଦୀର୍ଘ 5 କିଲୋମିଟର ହେବ। ଏ 5 କିଲୋମିଟର ରାସ୍ତା ଭିତରେ ଆମର ସ୍କୁଲ ପିଲା ଯାଉଛନ୍ତି, କଲେଜ ପିଲା ଯାଉଛନ୍ତି, ସମସ୍ତେ ଯାଉଛନ୍ତି, କିନ୍ତୁ କେହି ଟାଇମ୍ରେ ଠିକ୍ରେ ପହଞ୍ଚି ପାରୁନାହାନ୍ତି। କାରଣ ରୋଗୀମାନେ ତ ଯାହା ଅବସ୍ଥା ଭୋଗ କରୁଛନ୍ତି ତାହା ନ କହିଲେ ଭଲ। କାରଣ ଏଇ ରାସ୍ତାରେ ଯିବା ଭିତରେ, ଅଟୋ ରିକ୍ସାରେ ଗଲା ଭିତରେ ବି କେତେଜଣ ପ୍ରସବ ହେଇସାରିଲେଣି। ଏଭଳିଆ ରାସ୍ତାକୁ ନେଇକି ଲୋକଙ୍କୁ ଯିବା ପାଇଁ ବି ଅଟୋବାଲା ଡରୁଛନ୍ତି ଯେ ଏ ରାସ୍ତାରେ ଆମେ ଯାଇପାରିବୁନି। ସଂଯୋଗ କରିଛି ମୁଖ୍ୟତଃ ଇଟାମାଟିକି ଏ ରାସ୍ତା ଆମର ସଂଯୋଗ କରିଛି। ଆମର ମୁଖ୍ୟ ହେଉଛି ଇଟାମାଟି ମାର୍କେଟ। ଏଇଟା ହେଉଛି ଆମ ଏରିଆର ଏଇ 50 ଖଣ୍ଡ 100 ଖଣ୍ଡ ମୌଜାର ମୁଖ୍ୟ ମାର୍କେଟ ହେଉଛି। ପରିବାଟି ହେଉ ବା ରାସନ ହେଉ ବା ତେଜରାତି ଯାହା ବି ଜିନିଷ ଆମକୁ କିଣିବାକୁ ହେଲେ ଆମେ ଇଟାମାଟି ଆସିଥାଉ। ବ୍ୟବସାୟିକ କେନ୍ଦ୍ର, ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ଆମର ହେଉଛି ଇଟାମାଟି। ଆମେ ଯେକୌଣସି କାମ ପଡ଼ିଲେ, ସାଧାରଣ ପୋଷ୍ଟାଲ କାମ କରିବାକୁ ହେଉ ବା କୌଣସି ଖାଦ୍ୟ ସାମଗ୍ରୀ ନେଇଯିବା ପାଇଁ ହେଉ ବା କୌଣସି ବି ଜିନିଷ ଆମର ଆବଶ୍ୟକ ହେଲେ ଆମେ ଏଇ ମାର୍କେଟକୁ ଆସୁ ସମସ୍ତେ। ମୁଁ ଏଭଳିଆ ଶୋଚନୀୟ ଅବସ୍ଥା ହେଇଛି ସେଇଆ ଯେ ଆମେ କ'ଣ ପ୍ରଶାସନକୁ ଜଣାଉଛୁ, ଗାଁରେ ଜାଣୁଛୁ, ସରପଞ୍ଚ ବି ଏଇ ରାସ୍ତାରେ ଯାଉଛନ୍ତି, ମ୍ୟୁନିସିପାଲିଟି ଅଫିସର ଆସୁଛନ୍ତି, ସିଏ ବି ଏଇ ରାସ୍ତାରେ ଯାଉଛନ୍ତି। ଯିଏ କେହି ବି ଆସିଲା, ଏମିତି ନାହିଁ କି ଆମର ଅନ୍ୟ କୌଣସି ରାସ୍ତାରେ ଯାଇକି ଆପଣ ପହଞ୍ଚି ଯାଇବେ। ଏଇଟା ହେଉଛି ଆମର ମୁଖ୍ୟ ରାସ୍ତା। ଯେ 10 ମାସ ହେଲା ସରକାର ବଦଳିଛି, କିନ୍ତୁ ତା ପ୍ରତି ରୋଡ଼ ପ୍ରତି ତ ତାଙ୍କର ଧ୍ୟାନ ନାହିଁ। ଆଚ୍ଛା, ତ ହଁ ସିନା ସରକାର ଚେଞ୍ଜ ହେଇଯାଇଛନ୍ତି, କିନ୍ତୁ ଆମର ଯେଉଁ ଅଫିସର ମାନେ ଅଛନ୍ତି ଏଠି ନିଯୁକ୍ତି ପାଇଛନ୍ତି, ସେମାନେ ତ ଚେଞ୍ଜ ହେଇଯାଇନାହାନ୍ତି। ବର୍ଷ ବର୍ଷ ଧରି ସେମାନେ ରହିଛନ୍ତି। ଯଦି ଜାଣିପାରୁନାହାନ୍ତି ତାହେଲେ ଆପଣ ଚେଇ ଶୋଇଲା ଭଳିଆ, ଯେମିତି ଚଦର ଆମେ କହିବା ଯେ ଯେମିତି ବିଲେଇ ଆଖି ବୁଝିକି ଦୁଧ ପିଏ ଯେ ମୋତେ କେହି ଦେଖୁନାହାନ୍ତି ବୋଲି, ସେମିତି ଆପଣ ତ ନିଶ୍ଚିତ ଆସୁଛନ୍ତି। ଧବଳେଶ୍ୱରଙ୍କ ଟିକି କିଏ ନ ଆସୁଛନ୍ତି? ଏଇଟା ତ ଛୋଟିଆ କଥା ନୁହେଁ। ଏ ଧବଳେଶ୍ୱର ଯେଉଁ ହେଉଛନ୍ତି ବହୁ ପ୍ରାଚୀନ କାଳରୁ ଏଇ ରାସ୍ତା ମୁଖ୍ୟ ରାସ୍ତା। ଏଇ ରାସ୍ତାରେ ଆପଣ କଲେକ୍ଟର ବି ଆସିବେ, ଏଇ ରାସ୍ତାରେ ସବ୍ କଲେକ୍ଟର ଆସିବେ, SP ଆସିବେ, ପୋଲିସ ଆସିବେ। ଏଇ ରାସ୍ତା ମୁଖ୍ୟ ରାସ୍ତା ସମସ୍ତଙ୍କ ପାଇଁ। କେତେ ଲୋକ ହାରାହାରି? ବେଣୁଧର ତଳେ ସୁନାଲଟି। ଆପଣଙ୍କୁ କ'ଣ କହିବେ ଗ୍ରାମ ଅଞ୍ଚଳ? ଆମେ କହିବୁ କ'ଣ, ଆମେ ବଜାରଟା ହେଉଛି ଇଟାମାଟିଟା ହେଉଛି ବଜାର। ଆମର ସବୁ ପ୍ରକାର ବ୍ୟବସାୟଠୁ ଧରିକିରି ଡାଲି ଚାଉଳ ସବୁ ଇତ୍ୟାଦି ଯାହା କିଛି ସବୁ ଜିନିଷ ଆଣିଲେ ଆମେ ଚଳିବୁ। ରାତି ପାଇଲେ ଆମେ 2 ଥର ଯିବୁ। 2 ଥର ଯିବା ପାଇଁ ରାସ୍ତା ଏମିତି ହେଇଛି, ଆମେ ପଡ଼ି ଉଠିକିରି ଆଉ ବୁଢ଼ା ଲୋକ ହେଲୁଣୁ,
ଆମ ଅବସ୍ଥା ସାଂଘାତିକ ବର୍ତ୍ତମାନ ଆଣ୍ଠୁ ଗଣ୍ଠି ଛିଡ଼ିକି ଛେତ୍ରା ହେଇସାରିଲାଣି। ଆଉ ପ୍ରଶାସନ କିଛି ଗୋଟେ ଷ୍ଟେପ୍ ନେଉନାହାନ୍ତି, ଆମେ କେମିତି ଚଳିବୁ? ରାସ୍ତାଟା ଠିକ ଭାବରେ ହେଲେ ଟିକେ କ'ଣ ଠିକ୍ କରିନାହାନ୍ତି ଏପର୍ଯ୍ୟନ୍ତ 5-6 ବର୍ଷ ହେଲାଣି। ଆଉ ଯଦି ଏତେ ଲେଟ୍ କରିକି ଇଏ କରିବେ ଆମେ କ'ଣ କରିବୁ? ଛୋଟ ବଡ଼ ଦୁର୍ଘଟଣା ବି ଘଟୁଥିବ। ତ ବହୁତ ଆଉ କି? ହଁ ସେଇଭଳିଆ ବୁଝାମଣା ହେଉଛି। ପ୍ରଶାସନ କିଛି ହେଲେ ଷ୍ଟେପ୍ ନେଉନାହାନ୍ତି। ଇଏ କ'ଣ ଆମେ ଯେଇ ମାନେ ସେମାନେ ଆସୁଛନ୍ତି ଦେଖା ଦେଇ କରୁଛନ୍ତି ବୋଲି କିଛି ଜାଣୁଛନ୍ତି? ନାଇଁ ସେମିତି କିଛି ଜଣାପଡ଼ୁନି କି ଆସୁଛି ନ ଆସୁଛି। ଏଇଠି ପ୍ରୋଜେକ୍ଟ କାମ ହେଉଛି, ସେମାନଙ୍କୁ ବି କହୁଛନ୍ତି ଦେଖ ରାସ୍ତା କେମିତି ହେଇଛି, ଆମେ ଚଳିବୁ କେମିତି। ଆମେ ସେଇଠି କହୁଛୁ ଛକରେ, ସିଏ ବି ଶୁଣୁନାହାନ୍ତି କେହି। ସିଏ ତାଙ୍କ ବାଟରେ ଯାଉଛନ୍ତି, ତାଙ୍କ ସୁବିଧା ହେଇଯାଉଛି, ସିଏ ପଳେଇଛନ୍ତି। ଆମେ ରୋଗୀ ତ ଯିବା ପାଇଁ ବହୁତ କଷ୍ଟ ହେଉଛି। ଆଉ ବିଭାଗୀୟ ଅଧିକାରୀ ଯେଉଁମାନେ ଡିପାର୍ଟମେଣ୍ଟର ଲୋକମାନେ ସେମାନେ ବର୍ଷ ବର୍ଷ ଧରି ନୟାଗଡ଼ରେ ରହିବା ଯୋଗୁଁ ତାଙ୍କର ଭାବୁଛନ୍ତି ଖାମଖିଆଲି ଭାବୁଛନ୍ତି କି? ହଁ ସେଇଭଳିଆ ଭାବିଛନ୍ତି। ଆଉ ଆଗାମୀ ଦିନରେ ଯଦି ଜିଲ୍ଲା ପ୍ରଶାସନ କ'ଣ ପଦକ୍ଷେପ? ଆଗାମୀ ଦିନରେ ଆମେ ତାର ପ୍ରତି ଓଲଟା ବୁଝାମଣା କରିବୁ। ଆଉ କ'ଣ ଏଇଆ ହେବ, ଆଉ କିଛି ଆମେ କିଛି ଆଉ ୟାର ପ୍ରତିକାର ଆମେ ଆଉ କିଛି କରିପାରିବୁନି, ଯାହା ଜଣାପଡ଼ୁଛି। ଆଉ ମୁଁ ଇଟାମାଟି ବାସିନ୍ଦା ନା ବୀରେନ୍ଦ୍ର କୁମାର ନାୟକ। କ'ଣ କହିବେ ଏଇ ଯେଉଁ ଇଟା ବିଷୟରେ? ଶୁଣନ୍ତୁ ଆଜ୍ଞା, ଇଏ ତ ହେଲାଣି ବିଗତ ସରକାରରେ ଆମେ ଗୋଟେ ଥର ବି କହିଥିଲୁ। ଇଏ ଗୋଟେ ଥର ବର୍ଷା ହେଲେ ଇଏ 4 ବର୍ଷ ହେଲାଣି ଏବେ ଏମିତି ଲଗାତାର ଖାଲ ଖଣାରେ ଲୋକ ଯିବା ଆସିବା କରିବାକୁ ବହୁତ ଅସୁବିଧା ହେଉଛି। ଇଏ ଗୋଟେ ପଞ୍ଚାୟତ ଇଏ 2-3ଟା ପଞ୍ଚାୟତ ନେଇକି ଏପଟେ ଯିବା ଆସିବା ଲୋକ କରୁଛନ୍ତି। କହିବାକୁ ଗଲେ 50ଟା ଗାଁ ଏ ଭିତରେ ଅଛି। କେତେ ଲୋକ ପ୍ରଭାବିତ ହେଉଥିବେ? ପ୍ରଭାବିତ ଲୋକ ଆପଣଙ୍କୁ କହିଲେ 3-4ଟା ପଞ୍ଚାୟତ ଆ ଭିତରେ ଲୋକ ଯିବା ଆସିବା କରୁଛନ୍ତି। ଗମ୍ହାଡ଼ିଠୁ ନେଇକି ଏପଟେ ବିରୁଡ଼ାଠୁ ନେଇକି ପୁରା ବାଉଁଶାପଡ଼ା ପର୍ଯ୍ୟନ୍ତ ଲୋକ ଏପଟେ ଯିବା ଆସିବା କରୁଛନ୍ତି। ଯଦି ଗୋଟେ ଥର ବର୍ଷା ହେଉଛି ଲୋକ ବହୁ ସମ୍ମୁଖୀନ ହେଉଛନ୍ତି ଏପଟେ ଯିବା ଆସିବା କରିବାକୁ। ଜଷ୍ଟ କି ଆମ୍ବୁଲାନ୍ସ ବି ଗୋଟେ ଯାଇପାରୁନି। ଆଉ ବିଭାଗୀୟ ପ୍ରଶାସନ ଯଦି ୟାର ଟିକେ ଜଲ୍ଦି ଟିକେ କାମଟା ଜଲ୍ଦି ହୁଅନ୍ତା ଆମେ ଟିକେ ଉପକୃତ ହୁଅନ୍ତୁ। ଯେଉଁ ଅସୁବିଧା ହେଉଛି ବର୍ଷା ନାହିଁ, ଏ ଅଦିନିଆ ବର୍ଷା ଗୋଟେ ଥର ହେଇଗଲେ ପୁରା ଖାଲ ଖଣା ଚାରିଆଡ଼େ ହେଇଯାଉଛି। ଲୋକ ବି ଗୋଟେ ଚାଲିକି ତ ଯିବା ଆସିବା କରନ୍ତୁ, ଗାଡ଼ି ମଟର ଯିବା ଆସିବା ଚାଲିକି ବି ଯାଇପାରୁନାହାନ୍ତି ଲୋକ। ଏଇ ଯଦି ବିଭାଗୀୟ ଅଧିକାରୀ ଯଦି ଜଲ୍ଦି ଟିକେ ଆର ତ୍ୱରାନ୍ୱିତ କରନ୍ତେ ତାହେଲେ ଗ୍ରାମବାସୀମାନେ ଉପକୃତ ହୁଅନ୍ତେ। ବିଭାଗ ଜଣାପଡ଼ୁଛି କି ବା ସେମାନେ ବର୍ଷ ବର୍ଷ ଧରି ଯେହେତୁ ନୟାଗଡ଼ରେ ରହିଗଲେଣି ତେଣୁ ସେମାନଙ୍କର ଅବହେଳା କିଛି ରହୁଛି କି ରାସ୍ତା ପ୍ରତି? ହେଇପାରିଥାଏ, କାହିଁକିନା ଆମେ ପ୍ରତି ପଞ୍ଚାୟତ ଲୋକ ଗୋଟେ ଥର ଏକଜୁଟ ହେଇଥିଲେ ତ ଲୋକ ବହୁତ ସମ୍ମୁଖୀନ ହେଉଛନ୍ତି ଏଇ ରାସ୍ତା ପାଇଁ। ତ ଇଏ ଯେଉଁ ଆମର ବ୍ୟାରେଜ୍ ହେଲା, ଯେଉଁ ଆମର କୁସୁମ ବ୍ୟାରେଜ୍ ହେଲା, ଏପଟେ ଟ୍ରକ୍ ଗଲା 30 ଟନ୍ 40 ଟନ୍ ଲେଖାଏଁ ଗାଡ଼ି ଗଲା। ସେ ଗାଡ଼ି ଯାଇକି ବି ରାସ୍ତା ପୁରା ଖରାପ ହେଇଗଲା। ଯାହା ଟିକେ ଭଲ ଥିଲା ଗାଡ଼ି ଯାଇକି ଆହୁରି ଖରାପ ହେଇଗଲା। ଲୋକ ବହୁ ସମ୍ମୁଖୀନ ହେଉଛନ୍ତି ରାସ୍ତାରେ। ଗୋଟେ ଲୋକ ଚାଲିକି ବି ଯାଇପାରୁନି, ଆଉ ଗୋଟେ ଆମ୍ବୁଲାନ୍ସ କେମିତି ଯିବ? ଛୋଟ ବଡ଼ ଦୁର୍ଘଟଣା ବହୁତ ଛୋଟ ବଡ଼ ଦୁର୍ଘଟଣା ହେଲେ ଏପଟେ ଲୋକ ଯିବା ଆସିବା করে ବହୁତ ହଇରାଣ ହେଉଛନ୍ତି। ଯଦି ଆର ଜଲ୍ଦି ଟିକେ ତ୍ୱରାନ୍ୱିତ ହୁଅନ୍ତା ତାହେଲେ ଗ୍ରାମବାସୀମାନେ ବହୁତ ଉପକୃତ ହୁଅନ୍ତେ। ଇଟାମାଟି ଏକ ପେଣ୍ଠସ୍ଥଳୀ, ବ୍ୟବସାୟିକ ପେଣ୍ଠସ୍ଥଳୀ। ଏଠି ତ ଗାଁ ଗହଳିରୁ ବହୁତ ଲୋକ ଏଇପଟେ ଯିବା ଆସିବା କରୁଛନ୍ତି। ବହୁତ ଲୋକ ଇଏ ବିଜନେସ୍ ସ୍ଥଳୀ। ଇଟାମାଟି ଯେହେତୁ ବିଜନେସ୍ ପେଣ୍ଠସ୍ଥଳୀ, ଲୋକ ଯିବା ଆସିବାରେ ବହୁତ ସମ୍ମୁଖୀନ ହେଉଛନ୍ତି। ବହୁତ ଅସୁବିଧା ହେଉଛି ଏପଟେ ଯିବା ଆସିବା କରିବାକୁ। ରୋଗୀ ହୁଅନ୍ତୁ ବା ମାନେ ବିଜନେସ୍ ବାଲା ହୁଅନ୍ତୁ, ବେପାରୀ ହୁଅନ୍ତୁ, ସେ ଯେଉଁ ବି ଚାଷୀ ହେଉ, ସମସ୍ତେ ଏପଟେ ଯିବା ଆସିବା କରୁଛନ୍ତି। ସମସ୍ତେ ହଇରାଣ ହେଉଛନ୍ତି। ଯଦି ଆର ଟିକେ ତ୍ୱରାନ୍ୱିତ ଜଲ୍ଦି ହୁଅନ୍ତା ତାହେଲେ ଲୋକ ଉପକୃତ ହୁଅନ୍ତେ।